बहुत बहुत धन्यवाद अलका तुम्हें आमको 1.5 घंटा समय देल से आम मंच तरफ अंचल तरफ एवं अनुष्ठान तरफ हार्दिक अभिनंदन शुभेच्छा और आशीर्वाद प्रदान कर तुम भविष्य आहरी उज्जवल हो प्रभु जम्बेश्वर पाखे आसला बेलू संग्राम आपण बाबद कहूला स्कूल कथा सहित आपणकर आद्यावृत्ति भी मत आद्यावृत्ति भी कहला मु गोटे कथा कहली भगवान गुण जोटी सर्वगुण से तेणु से गुणर सर्वगुण संपूर्ण भगवान आपको कौ ना कौ पटे उच्च एवं माने स्काई द लिमिट फॉर यू आपन को पहुंचे तेणु आम समस्ते आज ये भरी सभा आपको समर्थित करी आमे माने निजक भाग्यवान मन करूँ। धन्यवाद प्रभु आपन आशीर्वाद करूँ। कार्यक्रम में सभापतित्व कर बड़ भाई मोर सम्मान जनाऊँ। आज मुख्य अतिथि सुधांशु भाईना जी जड़े परोपकारी अति निजर पर देखने लगुच्च मोर हृदय प्रणाम जनाऊँ। आज स्टेज पाई बहुत आम निजक गर्वित अनुभव करुँ। सम्मान जनाऊँ बंदाल पंचायत समिति सभा को सम्मान जनाऊँ। बंदापुर पंचायत सरपंच को सम्मान जनाऊँ। पीएनबी बैंक मैनेजर को सम्मान जनाऊँ। संपादक भाई को आगे बस समस्त गुरुजन एवं मुरबी लोक मो हृदय प्रणाम जनाऊँ। छोट भाई और भौणी मान संजय भाई ना बोले समस्त जाने से अभिव्यक्त रखिए। बंदाल पंचायत बरपाटना ग्राम ये जो जागर महोत्सव सप्ताह व्यापी पालन होउछि ए अनुष्ठान सभापति सान भाई संग्राम एवं संपादक बापू उपस्थित थिबा आजिर अतिथि मान भितर आमर ए अंचल तिगिरिया ब्लॉक ए बड़नागपुर जोन जिला परिषद सभ्या सस्मिता राउत महोदया बड़नागपुर पंचायत सरपंच लोकप्रिय सरपंच प्रीतिमयी पंडा महोदया बंदाल पंचायत समिति सभ्या सारला मानसिंह महोदया ए अंचल समस्त सहित सेवा दौथिबा बहु परिचित आमर पीएनबी बैंक मैनेजर मलिक बाबू उपस्थित थिबा समस्त सान बड़ भाई भौणी माँ मौसी पिला माने खुशीर कथा जे गोटे गाँव ये पंचायत बंदाल पंचायत ये बंदाल पंचायत है जे बांकी आमर 3टा गड़जात को लेकिन बांकी सब डिविजन गोटे है सरंडा दमपड़ा बांकी
ଏ ବନ୍ଦାଳ ଏଠି ହେଇଥିଲା କଣ ନା ରଜା ଆସିବା ଯିବା ବେଳେ ତାଙ୍କୁ ଏଠି ବନ୍ଦେଇକି ତାଙ୍କୁ ସମ୍ମାନ ଦେଇକି ନିଆଯାଏ ଛଡାଯାଏ। ତେଣୁ ଏ ପଞ୍ଚାୟତ ଏ ଜାଗାର ନାଁ ଥିଲା ବନ୍ଦାଳ। ଏ ବନ୍ଦାଳ ପଞ୍ଚାୟତରେ ବରପାଟଣା ଗାଁ ଆଜି ତାଙ୍କର ସେଇ ପୂର୍ବ ପରିଚୟକୁ ଦୋହରଉଛନ୍ତି ଯେ ବହୁ ଅତିଥି ମାନଙ୍କୁ ଏ ଅଞ୍ଚଳରୁ ଡାକି ବହୁ କଳାକାର ବହୁ ଆସି ବହୁ ନେତୃବୃନ୍ଦ ଆସି ଏଠି ସମ୍ମାନ ପାଇକି ଠିକ ପୂର୍ବ ପରିଚୟ ଦଉଛନ୍ତି। ସମସ୍ତଙ୍କୁ ସମ୍ମାନ ଦେଇ ଆପଣମାନଙ୍କୁ ଦୁଇ ପଦ କହି ଏବଂ ଏ କାର୍ଯ୍ୟକ୍ରମ କିଭଳି ଭାବରେ ହଉଛି ଆପଣମାନେ ଅନୁଭବ କରିଯିବା ପାଇଁ ଆମକୁ ସୁଯୋଗ ମିଳିଛି। କହିବାର କଥା ହେଲା ଏଇଟା ବନ୍ଦାଳ ପଞ୍ଚାୟତର ବରପାଟଣା ଗାଁର ଏ ଅନୁଷ୍ଠାନ ହେଲା ଭଳି ମତେ ଲାଗୁନାହିଁ। କାରଣ ଏଠି ଯୋଉଭଳି ଢଙ୍ଗରେ ଏ କାର୍ଯ୍ୟକର୍ତ୍ତା ମାନେ ଏ ଅଞ୍ଚଳକୁ ନେଇକି ଏ ଅନୁଷ୍ଠାନକୁ ଚଳେଇକି ଏତେ ବଡ ଆୟୋଜନ କରିଛନ୍ତି, ଖୁବ ସୁନ୍ଦର ଭାବରେ ଆୟୋଜନ ହେଇଛି। ମୁଁ ଟିକେ ଖୋଲା ଲୋକ କହିଦଉଛି, ସଂଗ୍ରାମରେ ମୁଁ ବିରକ୍ତ ହଉଥିଲି। କାହିଁ ଏତେ ଡେରି କରି ମତେ କାହିଁକି ଚକଳିଟାକୁ ବହୁତ ଗାଳି ଦେଇଛି। ଯଦି ଡେରିରେ କରିବାର ଥିଲା ମତେ ଡେରିରେ କହିଥାନ୍ତୁ, ମୁଁ ଆସିଥାନ୍ତି। କାହିଁକି ନା ଆଜି ଗୋଟେ ଦିନ ଆମେ 12 ଦ୍ୱାର ଗଲେ ବି ଆମ ପେଟ ପୁରିବନି। ଏ ଗୋଟେ ଦ୍ୱାରରେ ଆମକୁ ପେଟ ପୁରେଇ ଦେବାକୁ ବସିଲେ କେମିତି ହବ? ଆମ ପେଟ ପୁରିବନି, ଆମେ ସନ୍ତୁଷ୍ଟ ବି ହବନି। ତେଣୁ ଆମେ 12 ଦ୍ୱାର ଯିବୁ। ତେଣୁ ସେଥିପାଇଁ ତାକୁ ବିରକ୍ତ ହଉଥିଲି। ଏତେ ସୁନ୍ଦର ଆରେଞ୍ଜମେଣ୍ଟ କରି ସମୟଟାକୁ ଆମେ ଯୋଉ ସମୟରେ କରିବା, 10ଟା କହିଦେଲେ 10ଟା ବେଳେ, ଯଦି ଆସିବେ କହିଲେ 10ଟା ବେଳେ ଆସିବା। ମୁଁ ଗୋଟେ ସଜେସନ ଦେବି, କାରଣ ଏଇଟା ଆମ ପଞ୍ଚାୟତ ସାନ ଭାଇ ଗୁଡାକ। ତେଣୁ ମୁଁ ଯେମିତି ଛୁଆଙ୍କୁ କହିଲି କିଏ କଣ ଭଲ ଭାବିବା ଖରାପ ଭାବିବା ମୁଁ ଜାଣିନି। ମୁଁ କହିଲି ମୁଁ ଭାବୁଛି ସଂଗ୍ରାମ ଝିଅ, ଦେଖୁଛି ବାବୁର ଝିଅ, ମୁଁ କହିଲି ଉତ୍ତର ପଳଉଛନ୍ତି ବୁଲିକି ପୁରା ପକେଇବି। ଅର୍ଥ ଆମ ଛୁଆ ଆମକୁ ସମ୍ମାନିତ କରୁଛନ୍ତି, ସେ ଜାଣିବା ଉଚିତ ଆଗାମୀ ଦିନରେ ଯୋଉମାନେ ଆସିବେ କରିବେ ସମସ୍ତଙ୍କୁ ଠିକ ଖାଲି କି ଯେମିତି ଦବା କଥା ଦବ। ମୋ କହିବାର ଅର୍ଥ କଣ ହେଲା ଯେ ଆମ ଛୁଆଙ୍କୁ ଆମେ ଯଦି ଆକର୍ଷଣ କରିକି ବାସ୍ତବ ନ ବତେଇବା, ଅନ୍ୟମାନେ ଯିଏ ଆସିବେ ବାହାରୁ ପକେଇଦେଲା ସେ ଚାପି ଚାପିକି ବସି ପଡିବ। ମୁଁ କହିଦିଏ, କାରଣ ମୁଁ ନିଜର ଭାବେ ମୋ ଜାଗା ମୋ ଘର ବାଙ୍କି, ଆମେ ଏ ଅଞ୍ଚଳର ଲୋକ ସମସ୍ତେ ଗୋଟିଏ। ଏ ବାଙ୍କି ଯେତେବେଳେ ଏ ବାଙ୍କିରୁ ଅଲଗା କରିବାକୁ ସରଣ୍ଡା ଅଞ୍ଚଳକୁ ଆପଣ ମନେ ପକାନ୍ତୁ, ସଂଗ୍ରାମ ଆପଣ ମାନେ ଅଛନ୍ତି ଜାଣିପାରିବେ, ଗୋଟେ 8ଗଡରେ ମିଶେଇ ଦେବାକୁ କହୁଥିଲେ। ଖରାପ ଭାବେନି ଜିଲ୍ଲା ପରିଷଦ ମହୋଦୟ କି ସରପଞ୍ଚ ମହୋଦୟ, ଗୋଟେ ଯୋଜନା ହେଇଥିଲା ମଝିରେ ଯେ ଏପଟେ ତାକୁ ମିଶେଇ ଦେବେ। କୋଉ ପଟେ? 8ଗଡରେ। ଏ ଅଞ୍ଚଳର ଲୋକ ବାଙ୍କି ସହିତ ଏତେ ଉତପ୍ରୋତ ଜଡିତ, ଅଙ୍ଗାଙ୍ଗୀ ଭାବେ ଜଡିତ। କହିଲେ ଏତେ କଷ୍ଟ କରିକି ନଈ ପାରି ହେଇକି ଯାଆନ୍ତି, ଆଜି ବ୍ରିଜ ହେଇଗଲା। ଏପଟୁ ପନିପରିବା ନ ଗଲେ ବାଙ୍କିରେ ହାଟ ହୁଏନି। ଲୋକ ଏ ଡଙ୍ଗାରେ ନେଇ ବାଲି ପାରି ହେଇ ବାଙ୍କି ବଜାରରେ ପରିବା ପହଞ୍ଚାନ୍ତି। ଲୋକ କୋର୍ଟ କଚେରୀ ସବୁ ପ୍ରକାର କାମ ପାଇଁ କଷ୍ଟ କରିକି ପାରି ହେଇକି ଯାଆନ୍ତି। କିନ୍ତୁ ଗର୍ବର କଥା ଆଜି ମୁଁ ସ୍ୱୀକାର କରୁଛି